प्रतिवर्ष भगवान जगन्नाथ काहींकी हाथी बेशरे प्रकट हुअन्ति। जणे भक्तଙ୍କ सत्य भक्ति किपरि तांकर दिव्य रूपକୁ परिवर्तन କରିଦେଲା। आसन्तु शुणिबा एही अद्भुत कथा। ଏହା ହେଉଛି ଗଣପତି ଭଟ୍ଟଙ୍କ କଥା। ସେ ଭଗବାନ ଗଣେଶଙ୍କ ବହୁତ ବଡ଼ ଭକ୍ତ ଥିଲେ। ତାଙ୍କର ଗଭୀର ଇଚ୍ଛା ଥିଲା ଯେ ସେ ନିଜ ପ୍ରିୟ ଭଗବାନ ଗଣେଶଙ୍କୁ ଦର୍ଶନ କରିପାରିବେ। ଗୋଟିଏ ବର୍ଷ ତୀର୍ଥଯାତ୍ରା ସମୟରେ ସେ ପୁରୀ ଧାମକୁ ପହଞ୍ଚିଲେ, ଯେଉଁଠାରେ ଜଗନ୍ନାଥ ମନ୍ଦିର ଅବସ୍ଥିତ। ସେ ଜାଣିଲେ ଯେ ସେଠାରେ ଦେବସ୍ନାନ ମହୋତ୍ସବ ହେବାକୁ ଯାଉଛି। ମହୋତ୍ସବର ଦିନ ସେତେବେଳେ ଗଣପତି ଭଟ୍ଟ ମନ୍ଦିରକୁ ଗଲେ। ସେ ବହୁତ ନିରାଶ ହେଲେ। ସେ ନିଜ ପ୍ରିୟ ଭଗବାନ ଗଣେଶଙ୍କ ମୂର୍ତ୍ତି ଖୋଜିଲେ, କିନ୍ତୁ ସେଠାରେ କେବଳ ଭଗବାନ ଜଗନ୍ନାଥ, ତାଙ୍କ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୂର୍ତ୍ତି ଥିଲା। ଏହା ଦେଖି ସେ ବହୁତ ଦୁଃଖିତ ହେଲେ। ସେ ଭାବିଲେ ତାଙ୍କର ତୀର୍ଥଯାତ୍ରା ଅଧୁରା ରହିଗଲା ଏବଂ ତାଙ୍କର ଭକ୍ତିର ଲକ୍ଷ୍ୟ ପୂରଣ ହେଲା ନାହିଁ। ଯେତେବେଳେ ସେ ଫେରିବାକୁ ଯାଉଥିଲେ, ଜଣେ ଅଜଣା ପୁରୋହିତ ତାଙ୍କ ପାଖକୁ ଆସି ପଚାରିଲେ, ତୁମେ ଏତେ ଦୁଃଖିତ କାହିଁକି? ଭଟ୍ଟ କହିଲେ ଯେ ତାଙ୍କର ଇଚ୍ଛା କେବଳ ଭଗବାନ ଗଣେଶଙ୍କୁ ଦର୍ଶନ କରିବା। ପୁରୋହିତ କହିଲେ, ଯଦି ତୁମର ଭକ୍ତି ସତ୍ୟ ହୁଏ, ତେବେ ମନ୍ଦିରକୁ ପୁଣି ଯାଅ ଏବଂ ହୃଦୟରୁ ପ୍ରାର୍ଥନା କର। ଗଣପତି ଭଟ୍ଟ ସେହି କଥାକୁ ମାନିଲେ। ଦେବସ୍ନାନ ମହୋତ୍ସବ ପରେ ସେ ପୁଣି ମନ୍ଦିରକୁ ଫେରି ଆସିଲେ ଏବଂ ହୃଦୟରୁ ପ୍ରାର୍ଥନା କଲେ। ତାପରେ ଘଟିଲା ଅଦ୍ଭୁତ ଚମତ୍କାର। ସେ ଦେଖିଲେ ଯେ ଭଗବାନ ଜଗନ୍ନାଥ ଓ ବଳଭଦ୍ର ଏକ ଅଲୌକିକ ରୂପରେ ପ୍ରକଟ ହୋଇଛନ୍ତି। ହାତୀର ମୁଖ ଓ ଲମ୍ବା ଶୁଣ୍ଢ ସହିତ ସଠିକ୍ ଭାବେ ତାଙ୍କର ପ୍ରିୟ ଭଗବାନ ଗଣେଶଙ୍କ ଭଳି। ଭଟ୍ଟଙ୍କ ଆଖି ଆଗରେ ଭଗବାନ ସ୍ୱୟଂ ପ୍ରକଟ ହୋଇ ତାଙ୍କର ଭକ୍ତିକୁ ସ୍ୱୀକାର କଲେ ଏବଂ ଆଶୀର୍ବାଦ ଦେଲେ। ଏହି ଅନୁଭବ ତାଙ୍କ ପାଇଁ ସାରା ଜୀବନ ଅବିସ୍ମରଣୀୟ ହୋଇ ରହିଗଲା। ସେହି ଘଟଣାର ସ୍ମୃତିରେ ଆଜି ମଧ୍ୟ ପ୍ରତିବର୍ଷ ଦେବସ୍ନାନ ମହୋତ୍ସବ ପରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ହାତୀ ବେଶରେ ସଜାଯାଏ। ଏହି ଦିନ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଭଗବାନ ସମସ୍ତ ରୂପରେ ବିଷ୍ଣୁ, ଗଣେଶ, ବ୍ରହ୍ମା ଓ ଅନ୍ୟ ଦେବତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତେଣୁ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଜୟ ଜଗନ୍ନାଥ। ଆପଣମାନେ ମୋ ଚ୍ୟାନେଲରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପାଇବେ। ତ ଫଲୋ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରାଧେ ରାଧେ।